ଅଳସୁଆ ପନିରକୁ ତ ବହୁତ ସାରା ଭଲ ପାଇବା ଦେଇଥିଲେ। ଅଳସୁଆ ଚିକେନ୍ ଶିଖିବେନି। ଶିଖିବା ପୂର୍ବରୁ ଆଗେ ଚିକେନ୍କୁ ଟିକେ ମନ ଭରିକି ଦେଖିକି ଟିକେ ଆଗେ ଲାଳ ଗଡ଼ାଉ, ତାପରେ ଯାଇକି ଶିଖିବା। ଚିକେନ୍ ଲେଗ୍କୁ ନିଜେ ଛୁରୀରେ ଦାଗ ଦେବାର ମସଲା ହେଲା ଆଲମଣ୍ଡ, କାଜୁ, ଜିରା, ଅଦା, ଶୁଖିଲା ଲଙ୍କା ଆଉ ଶୁଖିଲା ନଡ଼ିଆ ଆଉ ଟିକେ ଲେମ୍ବୁ ଚିପୁଡ଼ିକି ମସଲାଟାକୁ ବଢ଼ିଆ ସେ ବାଟିବେ। ଏଇଠି ଚିକେନ୍ ଲେଗ୍ ୱିଙ୍ଗରେ ଦହି ପକାଇବେ, ଆଉ ସବୁ ବଟା ମସଲା ପକାଇବେ। ଏଇଠି ସବୁ ଗୁଣ୍ଡ ମସଲା ପକାଇବେ, ମୁଁ ମେନସନ୍ କରିଦେବି। ତାପରେ କସୁରୀ ମେଥି ପକାଇବେ, ଆଉ ସବୁ ଗୋଟା ମସଲା ପକାଇବେ, ଟିକେ ଲୁଣ ପକାଇବେ। ତାପରେ ଏଇଠି ଭଜା ହୋଇଥିବା ପିଆଜ ଟିକେ କଡ଼କଡ଼ିଆ କରି ଭାଜିଥିବେ, ଆଉ ତାପରେ ଏଇଠି ପକାଇବେ ସୋରିଷ ତେଲ ପକାଇକି ଚିକେନ୍କୁ ପୁରା ବଢ଼ିଆ ସେ ମାଲିସ୍ କରିବେ। ଗୋଟେ ମାଲିସ୍ କରିବାଟା ନିହାତି ମଷ୍ଟ। ପୁରା ଏମିତି ଟିକେ ଗୋଳେଇକି 10-15 ମିନିଟ୍ ରଖିବେ, ବେଶୀ ରଖିବା ଦରକାର ନାହିଁ। ଦେଖିପାରୁଥିବେ କେମିତି ଦେଖାଯାଉଛି, ଭାବନ୍ତୁ ଏବେଠୁ ଇଚ୍ଛା ହେଉଛି ଖାଇଦେବାକୁ। ଆଉ ଠିକ୍ ମୁଁ ଯେମିତି ବସିଲି ସୋଫାରେ, ଆପଣ ଇଣ୍ଡକ୍ସନରେ କି ଗ୍ୟାସ୍ରେ ନେଇକି ଚିକେନ୍ ହାଣ୍ଡିଟାକୁ ବସାଇଦେବେ। ଆଜି ମୁଁ ବନାଉଛି ହାଣ୍ଡି ଚିକେନ୍ କୋର୍ମା। ଅଧା ହେଇଗଲା ବେଳକୁ କାଶ୍ମୀରୀ ଲଙ୍କା ଗୁଣ୍ଡ ଆଉ ବଟର ପକାଇବେ, ତାପରେ କଞ୍ଚା ଲଙ୍କା ଆଉ ଧଣିଆ ପତ୍ର ପକାଇବେ। ଧକ୍ ହେଇକି ଫୁଟିଲାଣି ମାନେ ଚିକେନ୍ ପେଟକୁ ଯିବାକୁ ରେଡ଼ି। ତ ଏଇଠି ମୁଁ ଆଉ କିଛି କହିବିନି, ଆପଣମାନେ କୁହନ୍ତୁ ହାଣ୍ଡି ଚିକେନ୍ କୋର୍ମାଟା କେମିତି ଲାଗୁଛି। ସବୁ ଝୋଳ ଗ୍ରେଭି ପୁରା ଦେଖିପାରୁଥିବେ, ମସଲା ପୁରା ଚିକେନ୍ ପୁରା ଲାଗିକି ପୁରା ଲଟପଟ ହେଇକି ରହିଛି। ପୁରା ଦେଖିପାରୁଥିବେ ଲୁକ୍ସରୁ ଆଉ କିଛି କହିବାକୁ ପଡ଼ିବନି। ଆଉ ରେସିପିଟା କେମିତି ଲାଗିଲା ନିହାତି କହିବେ। ମୋ ଷ୍ଟାଇଲରେ ଥରେ ବନାନ୍ତୁ।